ମାଣବସା ଗୁରୁବାର ରଚନା ଉପକ୍ରମ ମାସମାନଙ୍କ ମଧ୍ୟରେ ମାର୍ଗଶିର ମାସ ଶ୍ରେଷ୍ଠ ଅଟେ। ଏହି ମାସର ପ୍ରତି ଗୁରୁବାରରେ ମାଣବସା ବା ଲକ୍ଷ୍ମୀ ପୂଜା ହୁଏ। ଏହା ହିନ୍ଦୁମାନଙ୍କର ଏକ ବିଶିଷ୍ଟ ପର୍ବ। ମାଣବସା ସାମାଜିକ ଜୀବନକୁ ବିଶେଷ ଭାବରେ ପ୍ରଭାବିତ କରିଥାଏ। ଏହି ସମୟରେ ଚାଷୀ ଧାନ କଟା, ଧାନ ବୁହା ଏବଂ ଅମଳରେ ବ୍ୟସ୍ତ ରହେ। ଧନଧାନ୍ୟର ଦେବୀ ହେଉଛନ୍ତି ଦେବୀ ଲକ୍ଷ୍ମୀ। ପୂଜା ବିଧି ଗୁରୁବାର ପୂର୍ବରୁ ଅର୍ଥାତ୍ ବୁଧବାର ରାତିରୁ ଗୃହିଣୀମାନେ ଘରଦ୍ୱାର ଲିପାପୋଛା କରନ୍ତି। ଘରର କାନ୍ଥ, ଚଟାଣ ଓ ଅଗଣାରେ ଚାଉଳ ଚୂନା, ମୁରୁଜ କିମ୍ବା ଖଡ଼ିରେ ଚିତା ଏବଂ ଝୋଟି ଦିଅନ୍ତି। କେଉଁଠି ଲକ୍ଷ୍ମୀଙ୍କ ପାଦ ତ କେଉଁଠି ପଦ୍ମଫୁଲର ଚିତା ଶୋଭା ପାଉଥାଏ। ନୂଆ ଧାନ, ବିରି, ଚାଉଳ ଏହି ଦିନ ଆବଶ୍ୟକ ହୁଏ। ବିରି ଓ ଚାଉଳର ପିଠା ଏବଂ କ୍ଷୀରି ପ୍ରସ୍ତୁତ କରାଯାଏ। ମାପ ପାତ୍ରକୁ ମାଣ କୁହାଯାଏ। ଏହାକୁ ନାଲି ମାଟି ବା ଗେରୁଆ ରଙ୍ଗୀନ କରାଯାଏ। ଏହାପରେ ବିଭିନ୍ନ ଚିତାରେ ସଜ୍ଜିତ କରି ପାଟ ବା ଛିଟକନାରେ ମାଣଗୁଡ଼ିକୁ ଆଚ୍ଛାଦିତ କରାଯାଏ। ନୂଆ ଧାନ ବା ଚାଉଳ ଭର୍ତ୍ତି କରାଯାଇ ପୂଜା ସ୍ଥାନରେ ରଖାଯାଏ। ବଡ଼ି ଭୋରୁ ମାଣ ପାଖରେ ପ୍ରଥମ ଧୂପ ହୁଏ। ଏଥିରେ ଫଳ, ମୂଳ, ଆଖୁ ଆଦି ପୂଜା କରାଯାଏ। ମଧ୍ୟାହ୍ନରେ ଶଙ୍ଖୁଣୀ ଭୋଗ ହୁଏ। ଏହା ଦ୍ୱିତୀୟ ଧୂପ। ଏଥିରେ ପିଠା, କ୍ଷୀରି ଇତ୍ୟାଦି ପୂଜା କରାଯାଏ। ସନ୍ଧ୍ୟାରେ ଧୂପ ଦୀପ ଦେଇ ଆଳତି କରାଯାଏ। ଏହାପରେ ମାଣବସା କାର୍ଯ୍ୟ ସମ୍ପୂର୍ଣ୍ଣ ହୁଏ। ମାଣବସା ଦିନ ବଳରାମ ଦାସଙ୍କ ରଚିତ ଲକ୍ଷ୍ମୀ ପୁରାଣ ଘରେ ଘରେ ପଢ଼ାଯାଏ। ଗୃହିଣୀ ତଥା ପବିତ୍ରତା ରମଣୀମାନେ ମନ ଧ୍ୟାନ ଦେଇ ପୁରାଣ ଶ୍ରବଣ କରନ୍ତି। ପୂଜାର ବିଧି ମାହାତ୍ମ୍ୟ ତଥା ପ୍ରଭୁ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ଦୁରବସ୍ଥା ଶ୍ରବଣ କରି ଭକ୍ତିରସରେ ନିମଜ୍ଜିତା ହୁଅନ୍ତି। ଉପସଂହାର ଲକ୍ଷ୍ମୀ ପୂଜା ବା ମାଣବସା ଉତ୍କଳର ପୁରପଲ୍ଲୀରେ ପାଳିତ ହୁଏ। ଏହା ଏକ କୃଷିଭିତ୍ତିକ ପର୍ବ ଅଟେ। ଏହି ଦିନ ଦେବୀ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରାଯାଉଥିବାରୁ ମନରେ ଭକ୍ତିଭାବ ଜାଗ୍ରତ ହୁଏ। ଶସ୍ୟ ଅମଳର ଉଲ୍ଲାସ ମଧ୍ୟରେ ମାଣବସା ପାଳିତ ହୁଏ।